ଜୟ ଜଗନ୍ନାଥ। ଆଜ୍ଞା ନମସ୍କାର। ଆପଣ ପୁଣି ସିଏ କହୁଛନ୍ତି ଆମେ ଆପଣଙ୍କ ଠାରୁ ଟିକେ ଆଶୀର୍ବାଦ ନେବା ପାଇଁ ଆମେ ଆପଣଙ୍କୁ ଆଶୀର୍ବାଦ କେବଳ ଜଣେ ଦିଅନ୍ତି, ସେ ହଉଛନ୍ତି ପରମ ବ୍ରହ୍ମ ପରମାତ୍ମା। ଆପଣ ସିଏ ଆଉ ଆମ ଭିତରେ କୌଣସି ଫରକ ନାହିଁ। ନାଇଁ ଫରକ ଅଛି ନା। କିଛି ନାହିଁ। ଆମେ ହଉଛୁ କ୍ଷୁଦ୍ର, ଆପଣ ହଉଛନ୍ତି ବୃହତ। ନା ନା ସେମିତି ଏଥିପାଇଁ କ୍ଷୁଦ୍ର ଏଥିପାଇଁ ବୃହତ ଅଛି। ଆମେ ମାୟା ସାଙ୍ଗରେ ଆମେ ଲୁଟିକି ରହିଲୁ। ପରମାତ୍ମାଙ୍କ ସାଙ୍ଗରେ ଆମେ ବି ଆମର ଆଜ୍ଞା କନେକ୍ସନ ମାୟାରେ ଅଛୁ। କଟି ବଡ ଯାଇଛି। ମାୟା ଜଗତ ହଉଛି ଆମ ଜଗତଟା। ନାଇଁ ଆପଣ ନିଜେ ତ ପ୍ରଭୁଙ୍କ କଣ୍ଟାକ୍ଟରେ ଅଛନ୍ତି। କିଛି ନାହିଁ, ସେ ସବୁ ମିଛ କଥା। ଆପଣ ବି ପ୍ରଭୁଙ୍କ କଣ୍ଟାକ୍ଟରେ ଅଛନ୍ତି। ପ୍ରଭୁ ନ ନାଇଁ ରହିଲେ କିଛି ହବନି ଆଜ୍ଞା। କାଠ ଭିତରେ ଯଦି ଇନ୍ଧନ ଶକ୍ତି ନ ରହିବ କାଠଟା ଜଳିବନି, ନହେଲେ ପଥରଟା ଜଳନ୍ତା। ତଥାପି ମହାରାଜ ଆମକୁ ଟିକେ ଆମେ ଛୋଟକାଟିଆ ମଣିଷ, ନାଇଁ ଆମକୁ ଟିକେ କିଛି ନାହିଁ। ଆଶୀର୍ବାଦ ମିଳିଲେ ପ୍ରଭୁଙ୍କ ଆମେ ପାଖରେ ଆମେ ସମସ୍ତେ ପ୍ରାର୍ଥନା କରିବା, ସେ ସମସ୍ତଙ୍କର କର୍ମ ଅନୁସାରେ ଫଳ ପ୍ରଦାନ କରିବେ। ଏଥିରେ କେବଳ କୌଣସି ସାଧୁ ସଙ୍ଗ ହେଲେ ଆଜ୍ଞା ବା ମନ୍ଦିର ଗଲେ, ପୂଜା ପାଠ କଲେ, ହୋମ ଯଜ୍ଞ ତପ ଯାହା କଲେ ମଧ୍ୟ ଆପଣଙ୍କୁ ମୁକ୍ତି ନାହିଁ, ଏକଥା ମୁଁ କହୁନାହିଁ। ଏକଥା ଶ୍ରୀମଦ୍ ଭଗବତ ଗୀତାର ଧ୍ୟାନ ସୂତ୍ର କହୁଛନ୍ତି। ଯଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତନନ୍ତି ଦିବେସ୍ତିଭି ବେदै ସଙ୍ଗ ପ୍ରଦକ୍ରମ ଉପନିଷଦେଃ ଗାୟନ୍ତି ଯଶାମଗାଃ ଧ୍ୟାନାବସ୍ଥିତ ତଦ୍ଗତେନ ମନସା ପଶ୍ୟନ୍ତି ଯଯୋଗିନଃ ଯସ୍ୟାନ୍ତନ ବିଦୁଃ ସୁରସୁର ଗଣ ଦେବାୟ ତସ୍ମୈ ନମଃ। ସେ ଏତିକିରେ କହିଲେ ଜଂ ବ୍ରହ୍ମା, ଯାହାକୁ ବ୍ରହ୍ମା, ଜଂ ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ମରୁତ। ପୁରାଣ ପଣ୍ଡା, ମୁନି, ଋଷି, ଯୋଗୀ, ତପି, ଧ୍ୟାନ ଯିଏ ଯାହା କରନ୍ତି, କେହି ତାଙ୍କର ସାନିଧ୍ୟ ଲାଭ କରିପାରିବେ ନାହିଁ। କେହି ତାଙ୍କର କଣିକାଏ କୃପା ଲାଭ କରିପାରିବେ ନାହିଁ, ଯେପର୍ଯ୍ୟନ୍ତ ଆପଣଙ୍କର ନିଜସ୍ୱ କର୍ମ ସଳଖ ହେଇନାହିଁ। ଆଚ୍ଛା ମହାରାଜ, ମୁଁ ଗୋଟେ ଛୋଟିଆ ପ୍ରଶ୍ନ ଆପଣଙ୍କୁ ପଚାରି ପାରିବି? କୁହନ୍ତୁ, କାହିଁକି ପଚାରି ପାରିବେନି, କୁହନ୍ତୁ। ଆଜ୍ଞା। ଆମର ଯଦି ଜ୍ଞାତ ହବ ଆମେ କଣ ଉତ୍ତର ଦବୁ, କଣ ଅଛି କୁହନ୍ତୁ। ତ ଆମେ ଗୋଟିଏ ଜିନିଷ ଏଠି ଆପଣଙ୍କ ପାଖରୁ ଟିକେ ଜାଣିବାକୁ ଚାହିଁବା ହଁ। ଯେ ପ୍ରଭୁଙ୍କର ପ୍ରିୟ ହବା ପାଇଁ ହେଲେ ଆମକୁ କଣ କରିବାକୁ ପଡିବ? କାହାର? ପ୍ରଭୁଙ୍କର ପ୍ରିୟ ହବା ପାଇଁ ହେଲେ, କାହିଁକିନା ଶ୍ରୀକୃଷ୍ଣ ଶ୍ରୀମଦ୍ ଭଗବତ ଗୀତାରେ ବି କହିଛନ୍ତି, ନା ଆମ୍ଭର କେହି ପ୍ରିୟ ଥାଆନ୍ତି, ନା ଆମ୍ଭର କେହି ଅପ୍ରିୟ। ହଁ ଠିକ କହିଛନ୍ତି। ତଥାପି ବି କିଛି ତ ଗୋଟେ ବାଟ ଥିବ। ବାଟ ଅଛି, ପ୍ରଭୁଙ୍କ ହଁ ବାଟ ଅଛି, ଆଜ୍ଞା ଆମେ ବାଟ ଅଛି, ସେଇଟା ଏକଦମ ବଢିଆ ଜାଣିବାକୁ ବାଟ ଟିକେ ଅଛି, ଚାହିଁବା। ଆଜ୍ଞା ବଢିଆ ବାଟ ଅଛି। ଆଜ୍ଞା। ଅତି କୁହନ୍ତୁ ସୁନ୍ଦର ପ୍ରଶ୍ନ, ଅତି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଏ ପ୍ରଶ୍ନଟି ହଉଛି ବାସ୍ତବିକ ମନୁଷ୍ୟ ଯୋଉ ସ୍ଥାନରୁ ତାର ଉଦ୍ଭବ, ସେଇ ସ୍ଥାନକୁ ଫେରିଯିବା ପାଇଁ ଏଇ ପ୍ରଶ୍ନରେ ରାସ୍ତା ଅଛି। ଆକୁ କହନ୍ତି ପ୍ରସ୍ଥାନ ବ୍ୟବସ୍ଥା। ପ୍ରସ୍ଥାନ ବ୍ୟବସ୍ଥା। ଆମେ ଯେତେ ଯାହା ସବୁ କରୁଛେ, ସେ କର୍ମ ଭିତରେ ଆମର ଗୋଟିଏ କଥା ରହୁଛି ଯେ ମୋର ମୁକ୍ତି। ମୁକ୍ତିର ଅର୍ଥ, ମୁଁ କିଛିରେ ବନ୍ଧନ ହେଇଛି। ଆଜ୍ଞା ତେବେ ମୋର ବନ୍ଧନଟି କଣ? ମୋର ଆଜ୍ଞା ବନ୍ଧନଟି ହଉଛି, ଶ୍ରୀମଦ୍ ଭଗବତ ଗୀତା କହିଛନ୍ତି, ତୃତୀୟ ଅଧ୍ୟାୟରେ କର୍ମଯୋଗ, ଚତୁର୍ଥ ଜ୍ଞାନ କର୍ମ ଏବଂ ପଞ୍ଚମଟା ହଉଛି କର୍ମ ସନ୍ନ୍ୟାସ। ତେଣୁ ଆମେ ଯେହେତୁ କର୍ମରେ କର୍ତ୍ତା ଭାବ ରଖିଛେ, ଇଏ କର୍ମ ମୁଁ କରିଛି, ଇଏ କର୍ମର ଫଳ ମୁଁ ଭୋଗ କରିବି, ସେଥିରେ ମୋର ଅଧିକାର। ତେଣୁ ଏଇ ଯୋଉ କର୍ମରେ କର୍ତ୍ତା ଏବଂ କର୍ତ୍ତୃତ୍ୱ ଭୋକ୍ତୃତ୍ୱ, କର୍ତ୍ତା ଭାବ ଏବଂ ଭୋଗ ଭାବ, ଏଇଟା ଆମର ବନ୍ଧନ ଯୁଗ ଯୁଗରୁ ଆମକୁ ରଖି ଆସିଛି। ଏବଂ ଏଇ ବନ୍ଧନରୁ ଆମକୁ ମୁକ୍ତ ହେଇଗଲେ ହେଇଗଲା। ତେବେ ଭାଗବତ ବି ଏକଥା କହିଛନ୍ତି ସ୍ପଷ୍ଟ ଭାବରେ। ଗୀତା କେବଳ ନୁହେଁ, ଭାଗବତ ବି କହିଛନ୍ତି। ଭାଗବତ ଗୋଟିଏ ଧାଡିରେ କହିଦେଲେ, ସେ ଧାଡିଟି ହେଲା, ଅକର୍ମେ ବାସୁଦେବ ପ୍ରୀତି, କର୍ମ କରିଲେ କ୍ଷୟ ଯାନ୍ତି। ତାମାନେ ଅକର୍ମ କରିବାକୁ ପଡିବ ଆପଣଙ୍କୁ, କର୍ମ କଲେ କ୍ଷୟ ହେଇଯିବେ। ତେବେ ଅକର୍ମ କଣ ଏବଂ କର୍ମ କଣ ଆପଣଙ୍କୁ ବୁଝିବାକୁ ହବ। ଶ୍ରୀମଦ୍ ଭଗବତ ଗୀତାରେ ଏ କଥାଟାକୁ ବୁଝା ହେଇଛି ସ୍ପଷ୍ଟ ଭାବରେ। ଆପଣ କେଉଁ କର୍ମ କରିବେ, କେଉଁ କର୍ମ କରିବେନି। ତେଣୁ ଆପଣଙ୍କ ପାଇଁ କର୍ମ କଣ,
ଏବଂ ଅକର୍ମ କଣ, ଏ ଦୁଇଟିରୁ ଗୋଟିଏକୁ ବାଛି ନେବାକୁ ପଡିବ। ତେଣୁ ସେଠି ସେ କହିଛନ୍ତି ପରା ଏବଂ ଅପରା। ପରା ଅପରା ଆପଣ ଯେତେବେଳେ ବୁଝିଯିବେ ସେତେବେଳେ ଆପଣ ଅକର୍ମ କରିବେ। ତେଣୁ ମା ଗର୍ଭରୁ ଆପଣ ଭଗବାନଙ୍କ ସାଥିରେ ଥିଲେ ପ୍ରିୟ ଭାବରେ, ଅପ୍ରିୟ ହେଇନାହାନ୍ତି କେବେ ବି। ଆମେ କେବେ ବି ଅପ୍ରିୟ କାହା ସହିତ ନୁହଁ, ଏ ସବୁ ମିଥ୍ୟା କଥା। ଅପ୍ରିୟ ବୋଲି ଗୋଟେ ଶବ୍ଦ ନାହିଁ ମୋଟେ, କେବଳ ପ୍ରିୟ ବୋଲି ଗୋଟେ ଶବ୍ଦ ଅଛି। ଆଜ୍ଞା ଏବଂ ସେ ପ୍ରିୟରୁ ଜନ୍ମ ନେଉଛି ଅପ୍ରିୟତା। କାହିଁକି ଆଜ୍ଞା ନା ଆମେ ପ୍ରିୟକୁ ଭୁଲି ଯାଇଛୁ, ତେଣୁ ଅପ୍ରିୟ ଜନ୍ମ ହେଇଛି। ଯେମିତି ଆପଣ ଆପଣଙ୍କ ରୁମରେ ରାତିରେ ଆଜ୍ଞା ସୁଇଚ ଟାକୁ ଅଫ୍ କରିଦେଇ ଆପଣ ଶୋଇବାକୁ ଯାଉଛନ୍ତି, ଅର୍ଥ ବଲ୍ବ ଲିଭିଗଲା। ଆଜ୍ଞା ତାମାନେ ଆପଣ ଅନ୍ଧାରକୁ ନିମନ୍ତ୍ରଣ କଲେ। ବଲ୍ବକୁ ଲିଭେଇକି ଆଲୋକକୁ ଲିଭେଇ ଅନ୍ଧାରକୁ ଆପଣ ଆଣିଲେ, ଅନ୍ଧାର ଆସିଲାନି ଆପଣ ଆଣିଲେ। ତେଣୁ ଆପଣ ପ୍ରିୟ ଥିଲେ, ଭୁଲିଗଲେ ପ୍ରଭୁଙ୍କୁ। ଏବଂ ଯେମିତି ଭୂମିଷ୍ଠ ହେଲେ ପ୍ରଥମ କର୍ମ ଆପଣ ପ୍ରାଣ କର୍ମ କଲେ। ପ୍ରଥମ କର୍ମ ଆପଣ ନିଶ୍ୱାସ ନେଲେ, ଆଉ କିଛି ଆଜ୍ଞା କରିନାହାନ୍ତି। ମାତୃ ସ୍ତନ୍ୟ ପାନ କରିନାହାନ୍ତି, କୁଆଁ କୁଆଁ ବି ହେଇନାହାନ୍ତି, ଆଜ୍ଞା କାନ୍ଦି ନାହାନ୍ତି। ଫାଷ୍ଟ କର୍ମ ଆପଣ ନିଶ୍ୱାସ ନେଲେ। ତା ପୂର୍ବରୁ ମାତା ଗର୍ଭରେ ଆପଣ ନିଶ୍ୱାସ ନେଉ ନଥିଲେ। ଆପଣଙ୍କର ନାଭି ବାଟ ଦେଇ ନାଭି ନାଡରେ ଆପଣଙ୍କର ପ୍ରାଣ ସଞ୍ଚାଳିତ ହଉଥିଲା। ଆପଣ ଯେମିତି ଭୂମିଷ୍ଠ ହେଲେ ନାଭି ନାଡ ଟାକୁ ଲକ୍ କରି ଦିଆଗଲା, ତତ୍କ୍ଷଣାତ ଆପଣ ନାକପଟେ ପ୍ରାଣ ନବାଇ ନୁହେଁ କଲେ। ସେଇଟା ହଉଛି ଆପଣଙ୍କର ପ୍ରଥମ କର୍ମ। ସେ କର୍ମକୁ ଆପଣ ଭୁଲି ଯାଇଛନ୍ତି। ସେ କର୍ମ ଯେବେ ଆରମ୍ଭ ହବ ଆପଣଙ୍କ ରାସ୍ତା ଫିଟିଗଲା। ଇଏ ଆହୁରି ଗଭୀରକୁ ଅଛି ରାସ୍ତା। ଇଏ କଥା ଆହୁରି ଅଧିକ ଆଗକୁ ଲମ୍ବିକି ଯିବ, ବହୁତ ଗଭୀରକୁ ଯିବ ଆହୁରି ଏ କଥାଟା। ଆପଣଙ୍କ ଏ ପ୍ରଶ୍ନ ଏ ଦି ପଦରେ ସମାଧାନ ହେଇପାରିବ ନାହିଁ। ଅସମାଧିତ ଉତ୍ତର ଆ ଭିତରେ ଅଛି ଏବଂ ଏହାର ସମାଧାନ ମଧ୍ୟ ଅଛି। ମାନେ ଇଏ ଲମ୍ବା କଥା, ଆପଣ ଇଏ ଲମ୍ବାରେ ବୁଝିଲେ ଯାଇକି ୟାକୁ ବୁଝିପାରିବେ। ଆଜ୍ଞା ଆପଣଙ୍କୁ ଖାଲି କହିଦେଲେ ହବନି, ଜମି ଚାଷ ଆମେ କରୁଛୁ, ଧାନ ବୁଣୁଛୁ, ତାକୁ ଘାସ ବାଛୁଛୁ, ଖେଳୁଆ ପକଉଛୁ, ବେଉଷଣ କରୁଛୁ, ତାପରେ ବାଳୁଙ୍ଗା ବାଛୁଛୁ, ତାପରେ ତାକୁ ଗୋଟେ ବାଉଁଶ ଦଉଛୁ ଧାନ ବତାସରେ ପଡିଗଲେ ପାଣିରେ ପଚିଯିବ ବୋଲି। ତେଣୁ ଆମେ ତାକୁ ଗୋଟେ ଶୁଆଇକି ରଖିବା ପାଇଁ ଗୋଟେ ବ୍ୟବସ୍ଥା କରୁଛୁ, ଏବଂ ତାପରେ ତାକୁ ପାଚିଲା ପରେ କାଟୁଛୁ, ଅମଳ କରୁଛୁ। ଏମିତି କହିଦେଲେ ଜଣେ ବୁଝିପାରିବନି। ଆଜ୍ଞା ତାକୁ ପୁରା ପ୍ରାକ୍ଟିକାଲି ସବୁ କଥାର ଡିଟେଲ୍ସ କହିବାକୁ ପଡିବ। ତେଣୁ ଏଥିରେ ଗୋଟେ ଚମତ୍କାର କଥା ଅଛି ଆପଣଙ୍କ ଏ ପ୍ରଶ୍ନରେ, ସେଇଟା ହଉଛି ମୁକ୍ତି ପାଇଁ ଜିଜ୍ଞାସା, ଆଜ୍ଞା ଆଜ୍ଞା ମୁକ୍ତିର ପଥ। ଆଉ ଏଇ ପ୍ରଶ୍ନଟିରେ ଆପଣଙ୍କର ମୁକ୍ତି ହେଇଯିବ ଆଚ୍ଛା ଶହେ ମହାରାଜ, ଶହେ। ଆଚ୍ଛା ମହାରାଜ, ଆମେ ଏଇଠି ଆଉ ଗୋଟେ ପ୍ରଶ୍ନ ଆମ ମନକୁ ଆସୁଛି, ଆମେ ପଚାରି ପାରିବା? କାହିଁ ପଚାରି ପାରିବାନି। ଆମର କେଉଁ କେଉଁ ଗୁଣ ଆମ ପାଖରେ ଆସିଲେ ହୁଁ। ଆମକୁ ଏ ପ୍ରକାର ରାସ୍ତା ସବୁ ସହଜ ହେଇପାରିବ? ଆପଣ ନିର୍ଗୁଣ ହେଲେ ଯାଇକି ହବ ସହଜ, ଗୁଣ ଫୁଣ ଆଉ ରହିବନି। ତ୍ରୈଗୁଣ ବିଷୟା ବେଦାହ ନିସ୍ତ୍ରୟ ଗୁଣ ଭବାର୍ଜୁନ। ମୁଁ ମୋର ନିଜସ୍ୱ କଥା କିଛି କହୁନାହିଁ। ଇଏ ତ ସବୁ ହେଲା ବେଳକୁ ସ୍ଥିତ ପ୍ରଜ୍ଞ ହଁ, ହେଇଯାଉଥିବ ସ୍ଥିତ ଆମେ। ପ୍ରଜ୍ଞ ନହେଲେ ଆପଣଙ୍କର ଗୁଣ କଥା ଆଉ କାହିଁ ଉଠିବ? ଆପଣଙ୍କର କିଛି ଗୁଣ ରହିବନି। ନିର୍ଗୁଣ, ଆଜ୍ଞା ନିସ୍ତରଙ୍ଗ, ତରଙ୍ଗ ରହିବ ନାହିଁ, ଗୁଣ ରହିବ ନାହିଁ, ନିର୍ଗୁଣ ହେବେ। ହବ। ଆପଣ ସ୍ଥିତ ପ୍ରଜ୍ଞ ଜାଣିଛନ୍ତି ମାନେ ଆଉ ପ୍ରଶ୍ନ କରିବା କଥା ନୁହେଁ। ମହାରାଜ, ମହାରାଜ ଇଏ କଣ ସବୁ, ନାଇଁ ନାଇଁ ମହାରାଜ, ଆମ ପାଟିରୁ ବାହାରିଗଲା। ଆମେ ଏମିତି ମାନେ ଇଏ ନଥିଲା, ପାଟି ତାର ଆପେ ଆପେ ବାହାରିଗଲା। ନାଇଁ, ଆପଣଙ୍କର ଆପେ କଥା ହଉ ବାହାରେନି ହଉ କୌଣସି କଥା। ବାହାରିଗଲା। କୌଣସି କଥା ଆପେ ବାହାରେନି, ସେଟା ଗୋଟେ ପ୍ରାକ୍ଟିସ। ଯୋଉମାନେ ସାଧନାରେ ରୁହନ୍ତି, ପ୍ରାକ୍ଟିସରେ ରହନ୍ତି, ସ୍ଥିତ ପ୍ରଜ୍ଞ କା ଭାଷା। ମହାରାଜ ଅର୍ଜୁନ ମହାରାଜ ପଚାରିଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କୁ ଚତୁର୍ଥ ଅଧ୍ୟାୟରେ, ସ୍ଥିତ ପ୍ରଜ୍ଞ କା ଭାଷା, ସ୍ଥିତ ପ୍ରଜ୍ଞ କଣ, ତାଙ୍କର ଆଚରଣ କେମିତି, ତାଙ୍କର ଚାଲିଚଳନ କେମିତି, ତାଙ୍କର ଖାଦ୍ୟପେୟ କେମିତି, ସେଇ ଗୁଣ ଆଉ ଲକ୍ଷଣ ଗୁଡିକ ପ୍ରକାଶ ପାଇଲେ ଆପଣ ଈଶ୍ୱରଙ୍କର ପ୍ରିୟ ଈଶ୍ୱରଙ୍କ ପ୍ରିୟ ନୁହେଁ, ଆପଣ ଈଶ୍ୱର ହେଇଛନ୍ତି। ଅହମ୍ ବ୍ରହ୍ମାସ୍ମି, ଅହମ୍, ବାସ୍। ଚାଲନ୍ତୁ ଆଗକୁ ଚାଲନ୍ତୁ, ଆଉ କଣ ଅଛି ମନରେ କୁହନ୍ତୁ? ନାଇଁ ଗୋଟେ କଥା ହଉଛି,
ଆପଣଙ୍କୁ ଆମେ ଇଏ କୋଉ ଗୋଟେ ଶବ୍ଦ କଣ ପାଟିରୁ ବାହାରିଗଲା, ଆପଣଙ୍କୁ ଯଦି ଆଉ ଦିଟା କଣ ପଚାରିବେ ଆପଣ କଣ ଡାଉଟ କରିବେ ମନରେ। ନାଇଁ ନାଇଁ କାହିଁ ଡାଉଟ କରିବ, ଆମର କିଛି ଆଜ୍ଞା ଶୁଣନ୍ତୁ, ଆଜ୍ଞା ଆମର ମନଟାକୁ ଆମେ ଅମନ କରିଛୁ ଏବଂ ଏ ମନଟା ଯେହେତୁ ଈଶ୍ୱରଙ୍କ ମନ ହେଇସାରିଛି, ଆଜ୍ଞା ତେଣୁ ଆମର ଯେହେତୁ ନିଜସ୍ୱ ମନ ନାହିଁ, ଆମ ମନରେ କିଛି ଘଟୁନି, ଘଟାନ୍ତର ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଲକ୍ କରି ଦିଆଯାଇଛି, ଈଶ୍ୱରଙ୍କ ହାତରେ ଚାବି ଟିକେ ଦେଇ ଦିଆଯାଇଛି। ଏଭ୍ରିଥିଙ୍ଗ ଇଜ ଆକ୍ସେପ୍ଟେଡ, ଯାହା ଘଟିବ ସବୁକୁ ସ୍ୱାଗତ କରିବାକୁ ଆପଣ ବାଧ୍ୟ। ଏବେ ବର୍ଷା ହଉଛି ଆପଣ କିଛି କରିପାରିବେନି, ଖରା ହବ କିଛି କରିପାରିବେନି, ଡେଥ ହେଇଯିବ କିଛି କରିପାରିବେନି, ମୁଣ୍ଡ ବିନ୍ଧିବ କିଛି କରିପାରିବେନି, କିଛି କରିପାରିବେନି। ତେଣୁ ସବୁକୁ ସ୍ୱାଗତ କରିବା ଗୋଟିଏ ମାତ୍ର କର୍ମ। ହଁ ତାହା ତ ନିଶ୍ଚିତ ସତ୍ୟ। ଆଉ ଗୋଟେ କଥା ହଉଛି ମହାରାଜ, ଏଠି ଆମର ଆଉ ଗୋଟେ ଜିନିଷ ବି ଆଜିର ସମୟରେ କିଛି ଜିନିଷ ଆମେ ଈଶ୍ୱରଙ୍କ ଅଭିମୁଖୀ ହବା ପୂର୍ବରୁ ଆମକୁ ତ ଭକ୍ତି କରିବାକୁ ଗୋଟେ ମିନିଟ ବି ସମୟ ତ ସମୟ ଛାଡନ୍ତୁ, ଯଦି କେବେ ଇଚ୍ଛାକୁ ଆମେ ଆସୁଛନ୍ତି ଚତୁର୍ଦିଗର ଚତୁଃପାର୍ଶ୍ଵର ସବୁ ଜାଗା ଆମକୁ ସେ ସବୁ ଆମକୁ ପଛକୁ ଠେଲି ଦଉଛନ୍ତି। ଏ ବି ପ୍ରତ୍ୟେକ ଦିନ ଆମ ସାଙ୍ଗରେ ଘଟିଥାଏ। ସେତେବେଳେ ଆମେ ଈଶ୍ୱରଙ୍କୁ ଭକ୍ତି କରିବା ପାଇଁ ଆମକୁ ବି ହେଇନଥାଏ। ଆଉ ତା ଭିତରେ ଆମେ ଗୋଟିଏ ଜିନିଷ ଆଗ ସମୟରେ ଚାରିଆଡେ ଆମେ ଦେଖୁଛୁ ପ୍ରଭୁ ଆଜ୍ଞା ହେଇକି ସବୁ ବୁଲୁଛନ୍ତି। ଆଜ୍ଞା ଆମର ଗୋଟେ ଛୋଟିଆ ପ୍ରଶ୍ନ ଅଛି, ସେହି ପ୍ରଭୁ ହେଇକି ବୁଲିଲେ ଆମର ତ ସେଥିରେ କିଛି ନାହିଁ। ଆମେ କେବଳ ଗୋଟିଏ ଜିନିଷ ଯୋଉ ଜାଗାରେ ପ୍ରଭୁଙ୍କୁ ଆମେ ଦର୍ଶନ କରିପାରିବା, ପ୍ରଭୁଙ୍କ ସତ୍ତାକୁ ଆମେ ଅନୁଭବ କରିପାରିବା, ସେଇ ଜାଗାରେ ଆଜ୍ଞା ପ୍ରଭୁ କହିକି ପ୍ରଣାମ କରିବା କଥା। ଠିକ ଆମେ ତ ଭକ୍ତି ତ ଆମ ଦ୍ଵାରା ଏଇଭଳି ଅବସ୍ଥା ହଉଛି ଯେ ଟିକେ ଭକ୍ତି ଆମେ କରିପାରୁନୁ, ଭାବ ତ ଆହୁରି ଦୂରର କଥା। ଇଏ ହଉଛି ସଂସାର ଭିତରର କଥା। ହୁଁ। ଆଉ ଗୋଟେ ଏଠି ଛୋଟିଆ ଜିନିଷ, ପ୍ରକୃତରେ ଆମେ ଯଦି ବର୍ତ୍ତମାନ ଭାବିବା ଏଇ ସମୟରେ ଯାହା ସବୁ ଆମେ ଦେଖୁଛୁ, ଚାରିଆଡେ ଦେଖୁଛୁ ସମସ୍ତଙ୍କର ମାନେ ଆଚାର ବ୍ୟବହାର ପର୍ଯ୍ୟନ୍ତ ହୁଁ ଆମେ ଗୋଟିଏ ଜିନିଷ ଉପରେ ଆମର କାହିଁକି ଡାଉଟ ଆସିଲାଣି। ଆମେ ଭାବିଲୁଣି କି ମାନେ ଏ ସବୁ ବାସ୍ତବ ହିସାବରେ ନା ଯୋଉ ଆମର ରହୁଛନ୍ତି ହେତୁବାଦୀ ମାନେ ସେମାନେ ଯୋଉ ଯୁକ୍ତି ବାଢୁଛନ୍ତି ତାହା ସତ୍ୟ, ନା ଇଏ ସବୁ ଯାହା ଘଟୁଛି ଇଏ ସତ୍ୟ। ତା ଭିତରେ ଆମେ କନଫ୍ୟୁଜ ଏଇଥିପାଇଁ ହଉଛୁ, ସତରେ କଣ ପ୍ରତ୍ୟେକ ଯୁଗରେ ପ୍ରଭୁ ଅବତାର ନେଇଥାନ୍ତି, ନା ଇଏ ସବୁ ଆମର କିଏ କାରଣ ଏମାନଙ୍କର କାର୍ଯ୍ୟକଳାପରେ ପ୍ରଭୁ କିଛି କରୁ ହିଁ ନାହାନ୍ତି। ଆପଣ ପ୍ରଶ୍ନ କଣ ପଚାରନ୍ତୁ, ଆପଣଙ୍କ ମନରେ ପ୍ରଶ୍ନ କଣ ଅଛି? ଇଏ ତ ସବୁ ଆପଣଙ୍କ ଭିତରେ ଯାହା ଘଟୁଛି, ଆଜ୍ଞା ଇଏ ସବୁ ବିଭିନ୍ନ ତରଙ୍ଗ, ଆପଣଙ୍କର ଏଗୁଡିକ ସବୁ ତରଙ୍ଗ। ପ୍ରଶ୍ନ କଣ? ପ୍ରଶ୍ନଟି ହଉଛି ସତରେ କଣ ପ୍ରଭୁ ପ୍ରତ୍ୟେକ ଯୁଗରେ ଜନ୍ମ ନେଇଥାନ୍ତି? ଏ ଯୁଗରେ ବି ଜନ୍ମ ନେଇ ସାରିଥିବେ? କାରଣ ଏଇ ଆଚ୍ଛା ଜିନିଷଟା ମତେ ମତେ କନଫ୍ୟୁଜ କହିଲେ ହଉଛି। ମତେ କହିଲେ ଗୋଟିଏ ଆଜ୍ଞା କଥା, ଆଜ୍ଞା ଗଣେଶ ପୂଜାରେ ଆଜ୍ଞା ଯୋଉ ମୂର୍ତ୍ତିଟି ଆପଣ ତିଆରି କରନ୍ତି, ମାଟି ଟା ଯୋଉଠୁ ଆଣନ୍ତି, ଆଜ୍ଞା ଗୋଟିଏ ଜାଗାରେ ସ୍ଵତନ୍ତ୍ର ଗୋଟିଏ ଜାଗା ଅଛି, ସେ ମାଟି ସଂଗ୍ରହ ହେଲେ ମୂର୍ତ୍ତି ହୁଅନ୍ତି। ଆଜ୍ଞା ଯେକୌଣସି ମାଟିରେ ମୂର୍ତ୍ତି ହେଇପାରିବେ ନାହିଁ। ଆଜ୍ଞା ଏବଂ ମୂର୍ତ୍ତି ହେଲେ, ମୂର୍ତ୍ତି ପୂଜା ପାଇଲେ ଏବଂ ତାକୁ ବିସର୍ଜନ କରି ଦିଆଗଲା। ଆଜ୍ଞା ପୁଣି ନେକ୍ସଟ ସରସ୍ଵତୀ ପୂଜା ଧର ଆସିଲା ବା ଅନ୍ୟାନ୍ୟ ଦୁର୍ଗା ଆସିଲେ, ଆଜ୍ଞା ପୁଣି ମାଟି ଆସିଲା, ତିଆରି ହେଲା। ଆଜ୍ଞା ମାଟି ବଦଳିଲା ନା ମୂର୍ତ୍ତି ବଦଳିଲା? ଇଏ ଜାଗାରେ ଆପଣ ଯଦି ଗୋଟିଏ ଜାଗାରୁ ଆଣିବେ ମାଟି, ତାହେଲେ ନାଇଁ ମୂର୍ତ୍ତି ନାଇଁ ନାଇଁ ବଦଳିଲା। ଗୋଟିଏ ଜାଗା ନାହିଁ। ଆପଣ ଯୋଉ ପୃଥିବୀରୁ ଯୋଉଠୁ ଆଣନ୍ତୁ, ମାଟିର କ୍ଵାଲିଟି ଆପଣଙ୍କ ହାତର ସ୍ପର୍ଶ, ଆପଣଙ୍କର ଗାଲର ସ୍ପର୍ଶ, ଆପଣଙ୍କର ପାପୁଲିର ସ୍ପର୍ଶ, ଆପଣଙ୍କ ପାଦର ସ୍ପର୍ଶ, ଇଏ ସବୁ ଭିନ୍ନ ଭିନ୍ନ ସ୍ପର୍ଶ। ନିଶ୍ଚିତ। କିନ୍ତୁ ଦେହ ତ ଗୋଟେ। ହଁ ତେଣୁ ମାଟି ବଦଳୁନି, ଏଠି ମୂର୍ତ୍ତି ବଦଳୁଛି। ମୂର୍ତ୍ତି ବଦଳିବାର କାରଣ ବିଚାର ବଦଳୁଛି। ଆଜ୍ଞା ସତ୍ୟ ଯୁଗରେ ଯୋଉ ଆକାଶଟି ଥିଲା, ଏବେ ଆମ କଳି ଯୁଗରେ ମଧ୍ୟ ସେଇ ଆକାଶଟି ଆଜ୍ଞା ଅଛି। ଯୋଉ ପବନ ଟା ସେତେବେଳେ ବହୁଥିଲା, ସେଇ ପବନ ଟା ଏବେ ବି ଅଛି। ଆଜ୍ଞା ତେଣୁ ଇଏ ସବୁ ଯୋଉ ପ୍ରଶ୍ନ ଆପଣ କରୁଛନ୍ତି, ଇଏ ପ୍ରଶ୍ନ ଆପଣଙ୍କର ଜିଜ୍ଞାସାର ପ୍ରଶ୍ନ ନୁହେଁ, ଏଗୁଡିକ ସବୁ ତର୍କ ଶାସ୍ତ୍ରର ପ୍ରଶ୍ନ।
ନାଇଁ ତ ନାଇଁ ନାଇଁ ତର୍କ ମହାରାଜ ଶାସ୍ତ୍ର ଶୁଣନ୍ତୁ ମୁଁ କହିଦଉଛି ତର୍କ ଆଜ୍ଞା ଶାସ୍ତ୍ର କୁ ପ୍ରବେଶ କରିବାର ଆବଶ୍ୟକତା କିଛି ନାହିଁ ଏବଂ ଆପଣ ମହାରାଜ ସୂକ୍ଷ୍ମରେ ଗୋଟିଏ ଜାଗାରେ ଉପନୀତ ହୁଅନ୍ତୁ ଯେ ମୁଁ କଣ ଚାହୁଁଛି ମୋର ଲକ୍ଷ୍ୟ କଣ ତାକୁ ଆଗେ ନିର୍ଦ୍ଦିଷ୍ଟ କରିଦିଅନ୍ତୁ। ନାଇଁ ଆପଣଙ୍କର ଆମେ ଲକ୍ଷ୍ୟ କଣ? ଲକ୍ଷ୍ୟଟା ମହାରାଜ ବିକ୍ଷିପ୍ତ ଆପଣ ଶୁଣି ଦିଅନ୍ତୁ। ଆଜ୍ଞା ଲକ୍ଷ୍ୟଟା ବିକ୍ଷିପ୍ତ ନ ହଉ। ଆପଣଙ୍କ ଲକ୍ଷ୍ୟ ମୋଟେ ବିକ୍ଷିପ୍ତ ନ ହଉ। ପ୍ରତ୍ୟେକଙ୍କର ଲକ୍ଷ୍ୟ ଗୋଟିଏ ଲକ୍ଷ୍ୟ 20ଟା ନୁହେଁ ଲକ୍ଷ୍ୟ 2ଟା ମଧ୍ୟ ନୁହେଁ ଲକ୍ଷ୍ୟ 1 ସେଇ 1 ଲକ୍ଷ୍ୟ ଟା ଆପଣ ଖୋଜିକିରି ଆଗେ ସ୍ଥିର କରନ୍ତୁ। ମହାରାଜ ଆମେ ତ ଏ ଧୀରେ ଧୀରେ ସେ ଦିଗକୁ ଯାଉଛୁ। ଯେତେବେଳେ ଯେତେବେଳେ ସତ୍ୟ ଯୁଗରେ ଆମେ ତ ଯେତିକି ବହିରୁ ଯେତିକି ଇଏ କରିବା କଥା ସାଧୁ ସନ୍ଥ ମାନଙ୍କ ପାଟିରୁ କିମ୍ବା ଆମ ଗୁରୁଜନ ମାନଙ୍କ ପାଖରୁ ଶୁଣିବା କଥା କିଛି ବହିରେ ପଢିବା କଥା ସତ୍ୟ ଯୁଗରେ ପ୍ରଭୁ ଆସିଲେ ଶ୍ରୀ ନାରାୟଣଙ୍କ ରୂପରେ ସମସ୍ତେ ତାଙ୍କ ସାନିଧ୍ୟ ଲାଭ କଲେ। ଯୋଉମାନେ ସାନିଧ୍ୟ ଲାଭ କଲେ ସେମାନଙ୍କୁ ମୁକ୍ତି ମୋକ୍ଷ ମିଳିଲା। ତ୍ରେତୟାରେ ଆସିଲେ ଶ୍ରୀରାମଚନ୍ଦ୍ରଙ୍କ ରୂପରେ ଯୋଉମାନେ ତାଙ୍କ ସାଙ୍ଗରେ ସାନିଧ୍ୟ ଲାଭ କଲେ ଆପଣ ବି ଦ୍ୱାପରରେ ବି କିଛି ତାଙ୍କ ଇଚ୍ଛା ଅନୁସାରେ ହେଇଥିଲେ ଆମର ଗୋପୀନ ହେଇଥିଲେ ସେମାନଙ୍କ ସାଙ୍ଗରେ ପ୍ରଭୁ ବି ଲୀଳା ଖେଳା କରୁଥିଲେ। ଆମର ସାନିଧ୍ୟ ଲାଭ କରିବା ପାଇଁ ଯଦି ପ୍ରକୃତରେ ଯଦି ଆସିଥିବେ ପ୍ରଭୁ ତ ଆମର ଗୋଟିଏ ଇଚ୍ଛା କଣ କି କେତେବେଳେ ପ୍ରଭୁ ଆସିଲେ ତାଙ୍କ ଚରଣରେ ଯାଇକି ଆମେ ସମର୍ପିତ ହବା। ଇଏ ତ ହଉଛି ଯାହାହେଲେ ସାଧାରଣ ମନୁଷ୍ୟ ହିସାବରେ ଭାବନା ଟା ଆସିବ ନା ମହାରାଜ ଯଦି ସତରେ ଏଇଟା ହଉଥିବ ତ ମୁଁ ଗୋଟେ ତାହେଲେ କଥା ଆମ ମୁଁ ଗୋଟେ ବିଚାର ମୁଁ ଗୋଟେ ଆଜ୍ଞା କଥା ଆପଣଙ୍କୁ ଏହାର ସମାଧାନ ଟିକେ ମୋ ପାଖକୁ ଆଜ୍ଞା ଆସୁଛି ମୁଁ କହୁଛି। ଆଜ୍ଞା ଆଜ୍ଞା ଧରନ୍ତୁ ଯୋଉ ଅବତାର ମାନେ ଆସିଛନ୍ତି ଏବଂ ଅବତାର ମହାତ୍ମା ମାନେ ଯିଏ ସେ ନାରାୟଣ ହୁଅନ୍ତୁ ଯିଏ ହୁଅନ୍ତୁ ଆଜ୍ଞା ତାଙ୍କ ସହିତ ଯୋଉମାନେ ଅଛନ୍ତି ଆପଣଙ୍କ ବିଚାରରେ ତାଙ୍କର ଅଙ୍ଗ ଲାଗି ଯୋଉମାନେ ହେଇଛନ୍ତି ତାଙ୍କ ସେବାରେ ଯୋଉମାନେ ଆସିଛନ୍ତି ତାଙ୍କ ପରିବାରର ଯିଏ ଯୋଉମାନେ ସେମାନେ ମୁକ୍ତି ହେଇଛନ୍ତି ଆପଣ କହିବାଟା ଏଇଆ ଏବଂ ସିଏ ମଧ୍ୟ ଯୋଉମାନେ ସତ୍ୟରେ ଥିଲେ ସେଇମାନେ ତ୍ରତେୟାକୁ ଆସିଛନ୍ତି ସେଇମାନେ ପୁଣି ଦ୍ୱାପରରେ ରହିଛନ୍ତି ତାଙ୍କ ସାଙ୍ଗରେ ସେଇମାନେ ମଧ୍ୟ କଳିରେ ରହିଛନ୍ତି ତାଙ୍କ ସାଙ୍ଗରେ ଏବଂ ତାଙ୍କ ଭିତରେ ପରିବର୍ତ୍ତନ ଘଟୁନାହିଁ। ଏଇଟା ଗୋଟେ ବିଚାର ରହିଛି ଆଜି ପର୍ଯ୍ୟନ୍ତ ଏବଂ ଯଦି ଏହା ସତ୍ୟ ଧରନ୍ତୁ ଅଷ୍ଟପାଷ୍ଟ ବଂଶୀ ଇଏ ଧରନ୍ତୁ ରାମଚନ୍ଦ୍ରଙ୍କ ସାଙ୍ଗରେ ଯିଏ ସୀତା ଥିଲେ ଧରନ୍ତୁ ଦ୍ୱାପରରେ ସେ ରାଜା ହେଲେ ଯଦି ଏହା ସତ୍ୟ ତାହେଲେ ଏବେ ଆଉ ଅନ୍ୟ ଜଣେ ସୀତା ହଉନି କି ରାଜା ହଉନି ତାହେଲେ ଆମେ ଯୋଉ ଅବସ୍ଥାରେ ଅଛି ଇଏ ଅବସ୍ଥା ଟା ଆମର ମଧ୍ୟ କଣ୍ଟିନ୍ୟୁ କରୁଛି ଆମର ମଧ୍ୟ ପରିବର୍ତ୍ତନ ହଉନି। ଯେମିତି ଆପଣଙ୍କର କେବଳ ପାଦ ରହିଲେ ରାସ୍ତା ନ ରହିଲେ ପାଦଟା କାହା ଉପରେ ପଡିବ ଏବଂ ଚାଲିବ କୋଉଥିରେ ଆପଣ ଚାଲିବେ ଗଲା ଧରନ୍ତୁ ରାସ୍ତା ଅଛି ଆପଣଙ୍କର ପାଦ ନାହିଁ ତାହେଲେ କିଏ ଚାଲିବ କାହା ବାଟରେ ଚାଲିବ ତେଣୁ ରାସ୍ତା ଏବଂ ପାଦ ଇଏ ଦୁଇଟି ଯାକ ସମାନ ଇଏ ଦୁଇଟି ଯାକଙ୍କର ମୂଲ୍ୟ ଏକା ଦୁଇ ନୁହଁ ଏଇଟା ଏକା ମୂଲ୍ୟ ଯେମିତି ଏକାଟା ଆପଣଙ୍କ ତାସ ଖେଳରେ ଆପଣଙ୍କ ପାଇଁ ଯେତିକି ମୂଲ୍ୟ ଆପଣଙ୍କ ବିପକ୍ଷ ପାଇଁ ଯଦି ଏକା ଅଛି ସେତିକି ମୂଲ୍ୟ ସେମିତି ରାସ୍ତାଟା ପାଦ ପାଇଁ ଯେତିକି ମୂଲ୍ୟ ପାଦଟା ମଧ୍ୟ ରାସ୍ତା ପାଇଁ ସେତିକି ମୂଲ୍ୟ ଯଦି ପାଦ ନାହିଁ ତାହେଲେ ରାସ୍ତାର ମୂଲ୍ୟ ନାହିଁ ଯଦି ରାସ୍ତା ନାହିଁ ପାଦର ମୂଲ୍ୟ ନାହିଁ ତେଣୁ ଗୋଟିଏ ଗ୍ରୁପ ସ୍ପେଶାଲ ତିଆରି ହେଇଛନ୍ତି ସେମାନେ ଅବତାର ହେବେ ଏବଂ ତାଙ୍କ ଚାରିପଟେ କିଛି ଲୋକ ରହିବେ ସେଇମାନେ ମୁକ୍ତି ହେବେ ସେଇମାନେ ଜନ୍ମ ନେବେ ସେଇମାନେ ମୁକ୍ତି ହେବେ ତେବେ ନାଇଁ ଆମେ କିଏ ଆମେ ଦର୍ଶକ। ନାଇଁ 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 ମହାରାଜ ଆମ କହିବା କଥା ହଉଛି ଯେ ଥିଲେ କିଛି ଯୋଉମାନେ ଇଚ୍ଛା କରିଥିଲେ ସେମାନେ ଗୋପୀ ହେଇକି ଜନ୍ମ ନେଇଥିଲେ ନାଇଁ ତ ନାହିଁ ପ୍ରଭୁ ଶ୍ରୀରାମଙ୍କୁ ଯେତେବେଳେ ସମସ୍ତେ ଦର୍ଶନ କରୁଥିଲେ ଯେତିକି ବହିରେ ଲେଖା ହେଇଛି ନା ଯେତିକି ଆମେ ଶୁଣିଛନ୍ତି ଯୋଉମାନେ ଦର୍ଶନ କରିଛନ୍ତି ସାନିଧ୍ୟ ଲାଭ କରିଛନ୍ତି ସେମାନେ ଗତି ମୁକ୍ତି ପାଇଲେ ଆଜି ପର୍ଯ୍ୟନ୍ତ ବି ଲେଖା ଅଛି ଯେତିକି ଅବତାର ନାରାୟଣଙ୍କର ହେଇଛନ୍ତି ହୁଁ ଶ୍ରୀକୃଷ୍ଣଙ୍କ ଅବତାର ଠାରୁ ବି ଶ୍ରେଷ୍ଠ ଅବତାର ଶ୍ରୀରାମଚନ୍ଦ୍ରଙ୍କୁ ଦିଆଯାଇଛି ସେ ତ ଅଲଗା ଜିନିଷ କାହିଁକି ଦିଆଯାଇଛି କିନ୍ତୁ ଆମେ ଯେତିକି ବି ଇଏ କରୁଛନ୍ତି ଆମ ହିସାବରେ ଆମେ ଦେଖୁଛନ୍ତି ସର୍ବଶ୍ରେଷ୍ଠ ହଉଛନ୍ତି ଶ୍ରୀକୃଷ୍ଣ କିନ୍ତୁ ଅନେକ ଜାଗାରେ ଶ୍ରୀରାମଚନ୍ଦ୍ରକୁ ଦିଆଯାଇଛି ମହାଦେବ ନିଜେ ସ୍ୱୀକାର କରିଛନ୍ତି ଶ୍ରୀରାମଚନ୍ଦ୍ର ଶ୍ରେଷ୍ଠ ଅବତାର ଇଏ କେତେ ଦୂର କଣ ଇଏ କଥା ତ ଆମକୁ ଜଣା ନାହିଁ କିନ୍ତୁ ଯଦି ପ୍ରତ୍ୟେକ ଯୁଗରେ ଆସିଛନ୍ତି ଇଏ କଳି ଯୁଗରେ ଆସିବେ
किए आसीचंती किए आसुचंती किए सत्य कि मिथ्या आरि भितर आम घाटी हवा कथा आम केवल सूक्ष्म जगत रे वर्तमान विश्वास करिक चलुचंती आम स्थूल जगत रे आखिरे देखिबाटा एटा सत्य हबो कि मिथ्या हबो एई जिनस टिके आम आपनक पाखरु ନାଇଁ ଠିକ ଅଛି ଭଲ ଭଲ କଥା କହିଲେ ବହୁତ ସୁନ୍ଦର କଥା। आज्ञा ଭକ୍ତ ଦାସିଆ ନଡିଆ ଦେଇଥିଲେ ସେଇଟା ସତ୍ୟ ଯୁଗ କି ତ୍ରେତୟା ଯୁଗ ମୁଁ ଜାଣିନି। ये तो सूक्ष्म सूक्ष्म जगत रे हितले कଳି ଯୁଗରେ ହିଁ ହେଇଛି କଳି ଯୁଗରେ ହେଇଛି ତାହେଲେ କଳି ଯୁଗରେ ମୋ ବାପାଙ୍କ ଅମଳରେ କି ମୋ ଅମଳରେ ମୁଁ ବି ଏଇଟା ଜାଣିନି। ଆପଣ ଜାଣିଛନ୍ତି କି नहीं ଆପଣଙ୍କ नहीं आम तो जानी ना केवल आम एतिकी जानी ଦାସିଆ ନଡିଆ ପଠେଇଲା ଏବଂ ତା ନଡିଆ ଟା ଜଗନ୍ନାଥ ନେଲେ नेले କିଛି ପ୍ରମାଣ ନାହିଁ ଆମେ କିଛି ଖାଲି ନାହିଁ କୁହାଗଲା ମାନିଗଲେ। आज्ञा ଆମେ ସେମିତି ସବୁକୁ ଆଜ୍ଞା ମାନି ଯାଇଛେ ଯୋଉଦିନ ମାନିବାରୁ ଆମେ ମୁକ୍ତ ହେଇଯିବା ସେଇଦିନ ପାଇଯିବା। नहीं बलराम दासଙ୍କ ଉପରେ ଯୋଉ ମାଡ ହେଇଥିଲା ଛାଡି ଦିଅନ୍ତୁ ପ୍ରଭୁଙ୍କ ଆଉ ପିଠିରେ ସବୁ ବି ଗୋଟିଏ କଥା ବସିଥିଲା ସବୁ ଯାକ ଗୋଟିଏ ଫର୍ମାଟ ରେ ପକେଇ ଦିଆଗଲା। ଆଜ୍ଞା ଆପଣ ଆଜ୍ଞା ମାନିଛନ୍ତି କୌଣସି ପ୍ରୁଫ ଆପଣଙ୍କ ପାଖରେ ତାର ତଥ୍ୟଗତ ବା ଆପଣ ରିସର୍ଚ୍ଚ କରିକି ତାକୁ ସତ୍ୟ ପ୍ରମାଣିତ କରିନାହାନ୍ତି କି ମୁଁ କରିନାହିଁ କି କେହି କରିନାହାନ୍ତି। ଏହାର ଆଜ୍ଞା ପ୍ରଚାର ଚାଲିଛି ଆମେ ଖାଲି ହଁ କରୁଛେ। ହଁ ଦାସିଆ ଦେଇଥିଲା ନଡିଆ ସେ ନେଇଗଲେ ଜଗନ୍ନାଥ। ହଁ ବଳରାମ ଦାସ ବାଲିରେ ରଥ କରିଥିଲେ ଜଗନ୍ନାଥ ବିଜେ କଲେ। ହଁ ଇଏ ଭକ୍ତ ସାଲବେଗ 750 କୋଶ ଚାଲି ନ ପାରଇ ମୋ ଯିବା ଯାଏ ତୁମ ରଥ ଥିବ ରହି ଜଗବନ୍ଧୁ ଏ ଗୋସାଇଁ ରଥ ଅଟକିଲା। ଆମେ ହଁ କରିଛେ କିଛି ଆଖିରେ ଦେଖିନେ କିଛିର ପ୍ରମାଣ ନାହିଁ କି ଆମ ଜାଣିବାରେ ଆଉ ଗୋଟେ ହେଲା ନାହିଁ। ଆମେ ମହାରାଜ ମାନିଛେ ଆମେ କେବଳ ମହାରାଜ ମାନିଛେ। ମହାରାଜ ଆମେ ଗୋଟେ ପ୍ରଶ୍ନ ଆପଣଙ୍କୁ ଏଠି ପଚାରିବା ପଚାରନ୍ତୁ। ଯଦି ଏ କଳି ଯୁଗରେ ଯଦି ପ୍ରଭୁଙ୍କ ତରଫରୁ ଅଚାନକ କେବେ ଗୋଟେ ପ୍ରମାଣ ମିଳେ ହୁଁ ଶୂର୍ପଣଖା ଅଛି ହୁଁ ଇଏ ଅଛି ପ୍ରମାଣ ସହିତ ହୁଁ ତ ସେ ଜାଗାରେ ଆମେ ତ କହିପାରିବାନି କାରଣ ତା ଆତ୍ମା ଟିକୁ ଆମେ ତ ବାହାରକୁ ଦେଖି କହିପାରିବାନି ହୁଁ ଆତ୍ମା ତ ଶରୀର ଭିତରେ ରହୁଛି। ହୁଁ କିନ୍ତୁ ପ୍ରକୃତରେ ଯେତିକି ଆମକୁ ଯେତିକି ପ୍ରକାର ଆମର ଆଜି ପର୍ଯ୍ୟନ୍ତ ଅଛନ୍ତି କିଛି ସାଧୁ ସନ୍ଥ ମହାତ୍ମା ଆପଣଙ୍କ କହିବାଟା ମୁଁ ବୁଝିଗଲାଣି ଆପଣ ତାକୁ ଯେତିକି ଥ୍ରୋ କରିବା କଥା କଥାଟାକୁ ଇମିଡିଏଟଲି କରିପାରୁନାହାନ୍ତି। ମୁଁ କହିଦଉଛି ଶୁଣନ୍ତୁ ଆପଣ ଆଜ୍ଞା କହିବାକୁ ଚାହୁଁଛନ୍ତି ଆଜ୍ଞା ଭଗବାନ ଗୋଟିଏ ଜାଗାରେ ପ୍ରମାଣ ଦେଇଦେବେ ଯଦି ଆମେ ପ୍ରମାଣ ପାଇଯିବା ତାହେଲେ ବିଶ୍ୱାସ କରିବା ତ? ବାସ୍ 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 ଭଗବାନ ଯୋଉ ପ୍ରମାଣ ଦେବେ ସେ ପ୍ରମାଣ ଆଜ୍ଞା କାହାକୁ ଦେବେ ଜଣକୁ ଦେବେ ନା ଆଉ ଜଗତକୁ ଦେବେ ହଁ କି? ନାଇଁ ସେଇ ତ ସତ କଥା ହଁ ହଁ ସାର୍ବଜନୀନ କରିବେ ନାହିଁ ଈଶ୍ୱର ପ୍ରମାଣ ଆଜ୍ଞା କାରଣ ଆଜ୍ଞା ଈଶ୍ୱର ଚାହାନ୍ତି ନାହିଁ ଆପଣ ମତେ ଜାଣନ୍ତୁ ଯୋଉଟା ଆପଣଙ୍କ ମୋ ଭିତରେ ଯୋଉ କଥୋପକଥନ ଚାଲିଛି ଏବଂ ଆମ ସମାଜରେ ଯୋଉ ଚାଲିଛି କଥା କଟାକଟି ମୁଁ ଜାଣେ ସିଏ କହୁଛନ୍ତି ତୁମେ ଜାଣନି ଇଏ କହୁଛନ୍ତି ମୋର ନିର୍ବିକଳ୍ପ ହେଇଛି କିଏ କହୁଛି ମୋର ସର୍ବିକଳ୍ପ ହେଇଛି। ସେଇ ତ କନଫ୍ୟୁଜ ଅଧିକା ହଉଛି ତେଣୁ ତେଣୁ ଆମେ ଆପଣଙ୍କୁ ଗୋଟିଏ କଥା ଆଜ୍ଞା ଆପଣ ବୁଝି ଯାଆନ୍ତୁ ଯେ ଈଶ୍ୱରଙ୍କ ଭିତରେ ଏପରି ପ୍ରମାଣ ଦେଇ ସାବାସୀ ଆପଣଙ୍କଠୁ ନବାକୁ ଚାହାନ୍ତିନି କି ସାର୍ଟିଫିକେଟ ନବାକୁ ଚାହାନ୍ତିନି ତେଣୁ ଈଶ୍ୱର ପ୍ରମାଣ ସାର୍ବଜନୀନ ଦିଅନ୍ତିନି କରିବେ ନାହିଁ। କରନ୍ତି ଈଶ୍ୱର ନାହିଁ ଯାହାକୁ ପ୍ରମାଣ ଦେବେ ସିଏ ମଧ୍ୟ କାହାକୁ କହିପାରିବ ନାହିଁ। କାହାକୁ କହିପାରିବ ନାହିଁ ତା ମୁହଁ ସରିଲା ବନ୍ଦ ସରିଲା ଆଜ୍ଞା ସେଇ ଆଉ ସେଇ କଣ ତ ହଉଛି ସମସ୍ୟା ଗୋଟିଏ ଜିନିଷ ହଉଛି କଣ ଆମେ ବର୍ତ୍ତମାନ କଣ ଟା କରିବା ସେ କଥା ଆମେ ଭାବି ହିଁ ପାରୁନୁ ଆମେ ଭାବିଲୁ ଯେ ଆପଣ କେବଳ ଆପଣଙ୍କ ରାସ୍ତା ଦେଇ ଚାଲନ୍ତୁ ଏଇ ଯୋଉ ବିକ୍ଷିପ୍ତ ମାନସିକତାରୁ ମୁକ୍ତ ତୁରନ୍ତ ହୁଅନ୍ତୁ। ଆଜ୍ଞା ଶାସ୍ତ୍ର ଯାହା କହୁଛି ଏବଂ ସମାଜରେ ଯାହା ଆପଣ ଜାଣୁଛନ୍ତି ସବୁ ଗୁଡିକୁ ଆପଣ ଆଖି ବନ୍ଦ କରିଦେଇ ଗୋଟିଏ ଦିଗରେ ଆପଣ ବାଟ ଚାଲନ୍ତୁ ସେ ଦିଗଟି ହଉଛି ଜଗନ୍ନାଥଙ୍କ କାନରୁ ହାତ କାହିଁ ବାହାରିଛି ୟାର କାରଣ ଟା ଆପଣ ପାଇଯିବେ ଯୋଉ ଦିନ ସେଦିନ ଆପଣଙ୍କର ମୁକ୍ତି ହେଇଗଲା। ଜଗନ୍ନାଥଙ୍କ ସଂସ୍କୃତି ବିଷୟରେ ବହୁ ଲୋକ ବଡ ବଡ ଗବେଷକ ବହୁତ କଥା କହନ୍ତି। ଆଜି ପର୍ଯ୍ୟନ୍ତ ଆପଣ କାନ ଉଠିବା ଦିନୁ ଆପଣଙ୍କର ଶୁଣି ନାହାନ୍ତି ଯେ ଜଗନ୍ନାଥଙ୍କ କାନରୁ ହାତ ବାହାରିଛି ତାଙ୍କର କାହିଁକି ଏ କଥା କେହି ବୁଝେଇ ନାହାନ୍ତି କେହି ବୁଝେଇବେ ବି ନାହିଁ। କୋଉ ଶାସ୍ତ୍ରରେ ଲେଖା ହେଇନି ବେଦ ବେଦାନ୍ତ ପୁରାଣ ଭାଗବତ ବ୍ରହ୍ମ ବୈବର୍ତ ପୁରାଣ ସ୍କନ୍ଦ ପୁରାଣ ଜଗନ୍ନାଥ ସଂସ୍କୃତି ମାଦଳା ଗୋଟିଏ ପାଞ୍ଜି ଗୋଟିଏ କୋଉଥିରେ ନାହିଁ। ଗୋଟେ ଛୋଟିଆ ପ୍ରଶ୍ନ ପଚାରିବା ମହାରାଜ ଆପଣଙ୍କୁ ଆପଣ ତ ପ୍ରଶ୍ନ ପଚାରି ଆମ ଚାଲିଛନ୍ତି ଅନୁମତି ଆଉ କାହିଁ ଚଲାନ୍ତୁ।
ନାଇଁ ଆମେ ଯେବେ ବି ପଚାରିବାକୁ ଯାଇଛୁ ଆମେ ଆପଣଙ୍କ ଅନୁମତି ହିଁ ମାଗିଛୁ। ନାଇଁ ଅନୁମତି ଆବଶ୍ୟକ ନାହିଁ, ଆପଣ ପଚାରନ୍ତୁ। ଆମର ପ୍ରକୃତ ଗୋଟିଏ ଜିନିଷ ଯେତିକି ଆମେ ଆଜି ପର୍ଯ୍ୟନ୍ତ ଜାଣିବା ହିସାବରେ ଅଛୁ, ଆମେ ବି ଦିନେ ପ୍ରଭୁ ଜଗନ୍ନାଥଙ୍କୁ ଭାବୁଥିଲୁ ଇଏ ହଉଛନ୍ତି ନାରାୟଣ, ସିଏ ହଉଛନ୍ତି ରାମ, ସିଏ ହଉଛନ୍ତି କୃଷ୍ଣ। କିନ୍ତୁ ଅଚାନକ ଦିନେ ଆମକୁ ଆମ ଆଗରେ ଏମିତି କିଛି ଜିନିଷ ଆସିଲା, ଆମେ କନଫ୍ୟୁଜ ହେଲୁ ଯେ ନାରାୟଣ ରାମ କୃଷ୍ଣ ଏମାନେ ହଉଛନ୍ତି ଇଏ ଏକ ଅଂଶ, ଯିଏ ନାରାୟଣ ସିଏ ରାମ ସିଏ ଶ୍ରୀକୃଷ୍ଣ, କିନ୍ତୁ ପ୍ରଭୁ ଜଗନ୍ନାଥ ହଉଛନ୍ତି ଟିକେ ଅଲଗା। ଏ କଥା ମହାରାଜ ଆମେ ହଜମ କରିପାରୁନୁ। ଆମେ ବର୍ତ୍ତମାନ ତଣ୍ଟି ପାଖରେ ଅଟକିଛୁ, ନା ତାକୁ ବାହାରକୁ ବାହାର କରିପାରୁଛୁ ନା ତାକୁ ଗିଳି ପାରୁଛୁ। ଆମେ ଟିକେ ଆପଣଙ୍କ ପାଖରୁ ବି ଟିକେ ବୁଝିବାକୁ ଚାହିଁବା। ସବୁ କଥା ଆପଣ ଟେଲିଫୋନରେ କଥା ନ ହେଇ କେତେବେଳେ ବ୍ୟକ୍ତିଗତ ଭାବରେ ସାକ୍ଷାତ ହୁଅନ୍ତୁ, ନିଶ୍ଚିତ ମହାରାଜ କାରଣ ଆମେ ବି ଟେଲିଫୋନରେ ଏଇ ସବୁ ଇଏ ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ଇଏ ଗୁରୁତ୍ୱପୂର୍ଣ୍ଣ କଥାରେ ଆପଣଙ୍କୁ ସନ୍ତୁଷ୍ଟ କରାଯାଇ ପାରିବନି। ଆଉ ଗୋଟିଏ କଥା ଅଛି, ଆଜ୍ଞା ଆପଣଙ୍କର ଯଦି ଆଖିକୁ ଆଖି ନ ମିଶିବ ବ୍ରହ୍ମ ତତ୍ତ୍ୱ ଆପଣଙ୍କ ପାଖକୁ ଟ୍ରାନ୍ସଫର ହେଇପାରିବନି। ଠିକ ଅଛି ମହାରାଜ, ଆପଣ କୋଉ କେତେବେଳେ ବ୍ୟକ୍ତିଗତ ଭାବରେ ସାକ୍ଷାତ କରିବା ପାଇଁ ଉଦ୍ୟମ ଆପଣଙ୍କ କରନ୍ତୁ। ଆଶ୍ରମ ଆପଣଙ୍କ ଆଶ୍ରମ ଆମେ ଟିକେ ଏଇଠି ତ ଭୁବନେଶ୍ୱରରେ ଅଛୁ, ଖଣ୍ଡଗିରି ପାଖରେ ଆମର ଆଶ୍ରମ। କଣ ଆଶ୍ରମ, ବରଗଛ ତଳେ ଚାଲତା ସାଧୁ ବହେତା ପାନି। ଯେମିତି ନଦୀରେ ପାଣି ପାଣି ବହୁଛି, ସେମିତି ସାଧୁଟା ଚାଲିଲେ ସେ ବରଗଛ ମୂଳରେ କୋଉଠି ଆଉଜି ପଡିବ, ଖଣ୍ଡଗିରି ସେଇଠି ବସିବା କଣ ଅଛି। ଖଣ୍ଡଗିରିର କୋଉ ଜାଗାରେ ଆପଣ ଆସନ୍ତୁ, ଫୋନ ତ ଅଛି, ଏଇଟା ମୂଳ ଆଶ୍ରମ ଆଉ। ସମସ୍ତଙ୍କର ମୋବାଇଲ ଟା, ଠିକ ଅଛି ମହାରାଜ। ପ୍ରତ୍ୟେକଙ୍କର ମୋବାଇଲ ଟା ହଉଛି ଠିକଣା ଆଉ ତାଙ୍କ ଘର। ଆପଣ ଫୋନ ଟିଏ କରିଦେବେ, ନିଶ୍ଚିତ ଆମକୁ ପାଇବେ। ଆପଣଙ୍କର ଜିଜ୍ଞାସା ଅଛି ଏବଂ ଆପଣ ଜଣେ ଜିଜ୍ଞାସୁ ଯେହେତୁ, ଆପଣଙ୍କ ଭିତରେ ଯୋଉ ଜିନିଷ ସୃଷ୍ଟି ହଉଛି ତାକୁ ଆମେ ଯେତିକି ସମ୍ଭବ ଆମେ ମେଣ୍ଟେଇବୁ। ଧରନ୍ତୁ ଆପଣ ଆମ ଘରେ ଅତିଥି ହେବେ, ଆମର ଶାଗ ପଖାଳ ଯାହା ଥିବ, ଭକତ ବିଦୁର ଶାଗ ଭଜା ଦେଇ ଯାହା ସନ୍ତୁଷ୍ଟ କଲା ଜଗନ୍ନାଥଙ୍କୁ। ଆଉ ମୋ ପାଖେ ଛେନା ନଥାଇପାରେ, ଲହୁଣୀ ଘିଅ ସରପୁଳି ନଥାଇପାରେ, ଯଦି ଶାଗ ଥିବ ଆମେ ସେଥିରେ ସନ୍ତୁଷ୍ଟ କରିବୁ। ଆସନ୍ତୁ। ଠିକ ଅଛି ମହାରାଜ, ଆପଣ ଆମକୁ ଏତିକି ଇଏ କରିକି ଜଣେଇଲେ ଆମକୁ ବି ବହୁତ ଖୁସି ଲାଗିଲା। ଆପଣଙ୍କ ପାଖରୁ ଆମେ କିଛି ଜ୍ଞାନ ବି ପାଇପାରିବା। ଅନେକ ତ ଅଛନ୍ତି ସେ ତ ଛାଡନ୍ତୁ। ଆମେ ଠିକ ନିଜକୁ ଅଛି, ପ୍ରଥମେ ଦେଖିବା, ଆମେ କାହାକୁ ଦେଖା ଯାଉନି, ଆମକୁ କେହି ଦେଖା ଯାଉନାହାନ୍ତି, ଏବଂ ଯିଏ ଦେଖା ଯାଉଛନ୍ତି ସେ ଜଣେ। ସେ ତ ଜଣକୁ ଆପଣଙ୍କୁ ଆମେ ଏଠି ଅନେକ କିଛି ପ୍ରଶ୍ନ ପଚାରି ସାରିଛୁ, ଆଜ୍ଞା ଏତେ ବାଟ ପର୍ଯ୍ୟନ୍ତ କେହି ଯାଆନ୍ତିନି। ଆଜ୍ଞା ଦୁଇଟା ତିନିଟା ପ୍ରଶ୍ନ ଠାରୁ ସେମାନେ ବିରକ୍ତ ହେଇଯାଆନ୍ତି, ଆଉ ଆମକୁ ଫୋନ ନ କରିବା ପାଇଁ କୁହନ୍ତି। ଆଚ୍ଛା। ଆପଣଙ୍କ ପାଖରେ ଖୁସି ଲାଗିଲାଣି, ହେଲେ ଆପଣଙ୍କ ପାଖରେ ନିଶ୍ଚିତ ପହଞ୍ଚିବା। ହେଲା ଟିକେ ଆସନ୍ତୁ ପାଗ ଦେଖିକି ଆସନ୍ତୁ, ପହଞ୍ଚିବା। ଯେବେ ଆସିବେ ଆସନ୍ତୁ, ଆଜ୍ଞା ପ୍ରଭୁଙ୍କର ଇଚ୍ଛା ଯେବେ ହବ ହବ। ଆଜ୍ଞା ଆଜ୍ଞା। ହଉ ପ୍ରଭୁ, ହଉ ଠିକ ଅଛି, ପ୍ରଣାମ ମହାରାଜ। ପ୍ରଣାମ ପ୍ରଣାମ ପ୍ରଭୁ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।